ଯେବେଠାରୁ ଆପଣମାନଙ୍କର ସୁଭଦ୍ରା ଯୋଜନା ଆପଣମାନଙ୍କ ପାଇଁ ଆପ୍ଲାଏ ପାଇଁ ଆସିଯାଇଛି ତ ଆପଣମାନେ ବ୍ୟାଙ୍କରେ ଲମ୍ବା ଲାଇନ୍ ଦେଇକି ଆପଣମାନେ ଖାତାରେ ଆଧାର ଲିଙ୍କ୍ କରୁଛନ୍ତି ତ ତାର ସିମ୍ପଲ୍ ଆପଣମାନେ ନିଜ ମୋବାଇଲରୁ କରିପାରିବେ ଯେଉଁଟାକି ଆପଣମାନଙ୍କ କ୍ରୋମ୍ ବ୍ରାଉଜର ଓପନ୍ କରନ୍ତୁ। ତ ସେଠି ଆପଣମାନେ କ'ଣ ସର୍ଚ୍ଚ କରିବେ ନା NPCI ଆପଣମାନେ ସର୍ଚ୍ଚ କରନ୍ତୁ। ତ ଏମିତି ଗୋଟେ ଆପଣମାନଙ୍କ ପାଖକୁ ଇଣ୍ଟରଫେସ୍ ଆସିଯିବ। ତ ସର୍ବପ୍ରଥମେ ଆପଣମାନେ କ'ଣ କରିବେ ନା ଆପଣମାନେ ପ୍ରଥମ ଯେ ଲିଙ୍କ୍ ଦିଆଯାଇଛି NPCIରେ ତ ତାପରେ କ୍ଲିକ୍ କରିବେ ଏବଂ ଆପଣମାନଙ୍କ ପାଖକୁ ଏମିତି ଗୋଟେ ଇଣ୍ଟରଫେସ୍ ଖୋଲିକି ଆସିଯିବ ଯେଉଁଟାକି ଆପଣମାନେ କ'ଣ କରିବେ ନା ଆପଣମାନେ ଦେଖୁଥିବେ ଯେଉଁଟାକି କଷ୍ଟମର ଗୋଟେ ଆପଣମାନଙ୍କର ଅଛି ସେଠି ଆପଣମାନେ କ୍ଲିକ୍ କରିବେ। ତ ଆପଣମାନଙ୍କ କଷ୍ଟମର କ୍ଲିକ୍ କଲା ପରେ ଯେଉଁଟାକି ଆପଣମାନଙ୍କ ତଳ ଲେଖା ଅଛି ଭାରତ ଆଧାର ସେଟିଂ ଯେଉଁଟାକି ଆପଣମାନଙ୍କର ଏଇ ୱେବସାଇଟ୍ଟି ଅଛି। ତ ୟା ପରେ ଆପଣମାନେ ସିମ୍ପଲି ଗୋଟେ କ୍ଲିକ୍ କରିବେ। ତ କ୍ଲିକ୍ କରିକି ଆସିଯାଆନ୍ତୁ ଏମିତି ଗୋଟେ ଆପଣମାନଙ୍କର ପ୍ରୋସେସିଂ ହେବ। ତ ଆପଣମାନେ ଏଠି ଆପଣମାନେ ଦେଇପାରିବେ ଯେଉଁଟାକି ଆପଣମାନଙ୍କର ଏଣ୍ଟର ୟର୍ ଆଧାର ନମ୍ବର ଆପଣମାନେ ଏଠି ସବମିଟ୍ କରିପାରିବେ। ତାପରେ ଦିଆହେଇଛି ଯେଉଁଟାକି ରିକ୍ୱେଷ୍ଟ ଫର୍ ଆଧାର ତ ସେଠି ଆପଣମାନଙ୍କର ଲେଖା ଅଛି ସ୍ପେଣ୍ଡିଂ ଏବଂ ଡିସ୍ପେଣ୍ଡିଂ ଯେଉଁଟାକି ଆପଣମାନେ ସ୍ପେଣ୍ଡିଂ ଉପରେ କ୍ଲିକ୍ କରି ଯେଉଁଟାକି ସିଲେକ୍ଟ ବ୍ୟାଙ୍କ ଅଛି ନେକ୍ସଟ। ତ ସିଲେକ୍ଟ ବ୍ୟାଙ୍କଟା ଆପଣମାନେ ନିଜ ବ୍ୟାଙ୍କର ଖାତାର ନାଁଟି ଆପଣମାନେ ସିଲେକ୍ଟ କରି ଦେଇଦେବେ ଯେଉଁଟାକି ଆପଣ ଭାରତ ବ୍ୟାଙ୍କ ୟୁକୋ ବ୍ୟାଙ୍କ ବା ଷ୍ଟେଟ୍ ବ୍ୟାଙ୍କ ଦେଇପାରିବେ। ତ ଆପଣ ଆକାଉଣ୍ଟ ନମ୍ବର ରିଚେକ୍ରେ ଦେଇପାରିବେ ଏବଂ କନଫର୍ମ ଆକାଉଣ୍ଟ ନମ୍ବର ବି ଦେବେ। ତ ୟା ପରେ ଏଠି ନୋଟିଫିକେସନଟି ଗୋଟେ ଅନ୍ କରିଯିବେ। ତାପରେ ନେକ୍ସଟ ଆପଣମାନେ କ'ଣ କରିବେ ନା ଆପଣମାନେ ଏଠି ଯେନ୍ ଆପଣମାନଙ୍କର QR ନମ୍ବର ଆସିଯିବ ଯେଉଁଟାକି ଏଠି ଅଛି ଆମର DVUJPD ଆପଣମାନଙ୍କର ଯେଉଁ କୋଡ଼ଟି ଅଛି ତ ଏଠି ଏଣ୍ଟର ୟର୍ ଯେଉଁଟାକି ସବମିଟ୍ କରିବେ ଏଠି ପ୍ରୋଜେକ୍ଟରେ। ତ ଏଠି ସବମିଟ୍ କରିକି ପ୍ରୋସିଡ଼ ମାରିଦେବେ। ତ ଆପଣମାନଙ୍କର ଏଠି ପ୍ରୋସିଡ଼ ହେଲା ପରେ କିଛି ଟାଇମ୍ ନେବ। ତ ଆପଣମାନଙ୍କର ଏଠି ହେଇଯିବ ଆଧାର ଲିଙ୍କ୍। ତ ଆପଣମାନେ ବ୍ୟାଙ୍କରେ ଏତେ ଲମ୍ବା ଲାଇନ୍ ଦେଇକି ଆପଣ ঠিক আছে ফ্রেন্ড ভিডিওটি ভালো লাগিଥିବ ଯଦି ଆପଣମାନେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ନୋଟିଫିକେସନ୍ ଦବାଇ ରଖନ୍ତୁ ଯେମିତି ଏମିତି ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ପାଖକୁ ଆଗେ ପହଞ୍ଚି ପାରିବ।